ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ସୋନମାର୍ଗ ସୁଡ଼ଙ୍ଗ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ। ପ୍ରୟାଗରାଜଠାରେ ଆରମ୍ଭ ହେଲା ମହାକୁମ୍ଭ ମେଳା। ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ମିଶନ ମୌସମର ଆସନ୍ତାକାଲି ହେବ ଶୁଭାରମ୍ଭ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟକାରିତା ନେଇ ଆଜି କେନ୍ଦ୍ର ସହ ବୁଝାମଣାପତ୍ର ସ୍ୱାକ୍ଷର କରିବେ ଓଡ଼ିଶା ସରକାର। ଏବଂ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗରେ ଆଜି ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଜେଏସ୍ଡବ୍ଲ୍ୟୁ ସୁରମା ହକି କ୍ଲବକୁ ଭେଟିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାଶ୍ମୀରର ଗଣ୍ଡେରୱାଲ ଜିଲ୍ଲାରେ ନିର୍ମିତ ସୋନମାର୍ଗ ସୁଡ଼ଙ୍ଗ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଡ଼ଙ୍ଗ ବୁଲି ଦେଖିବା ସହ ପ୍ରକଳ୍ପରେ ନିୟୋଜିତ ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଡକ୍ଟର ଜିତେନ୍ଦ୍ର ସିଂ, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ। ଏହି ସୁଡ଼ଙ୍ଗ ଶ୍ରୀନଗର ଓ ସୋନମାର୍ଗ ଦେଇ ଲେହକୁ ସବୁଦିନିଆ ସଂଯୋଗ କରିବ। 2015 ମସିହାରୁ ଆରମ୍ଭ ହୋଇଥିବା 12 କିଲୋମିଟର ଦୀର୍ଘତା ବିଶିଷ୍ଟ ସୋନମାର୍ଗ ସୁଡ଼ଙ୍ଗ ପ୍ରକଳ୍ପ ପାଇଁ 2700 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଛି। ଏହି ସୁଡ଼ଙ୍ଗ ଭୂସ୍ଖଳନ ଏବଂ ବରଫ ଅତଡ଼ା ଖସୁଥିବା ବିପର୍ଯ୍ୟୟରୁ ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରି ଲଦାଖ ଅଞ୍ଚଳକୁ ଯାତାୟାତ ସୁଗମ କରିବ। ସୋନମାର୍ଗକୁ ଏକ ସବୁଦିନିଆ ରାସ୍ତା ହୋଇଥିବାରୁ ଶୀତଦିନିଆ ପର୍ଯ୍ୟଟନର ବିକାଶ ସହ ଦୁଃସାହସିକ କ୍ରୀଡ଼ା ଏବଂ ସ୍ଥାନୀୟ ଜନସାଧାରଣଙ୍କ ରୋଜଗାର ବୃଦ୍ଧିରେ ସହାୟକ ହେବ। ବିଶେଷ କରି ଶ୍ରୀନଗର ଉପତ୍ୟକା ସହ ଲଦାଖ ଅଞ୍ଚଳର ଯୋଗାଯୋଗ ସହଜ ହୋଇପାରିବ। ଏହା ଫଳରେ ଜମ୍ମୁ ଓ କାଶ୍ମୀର ମଧ୍ୟରେ ସେନାବାହିନୀର ଯାତାୟାତ, ଅର୍ଥନୈତିକ ବିକାଶ ଏବଂ ସାମାଜିକ ଓ ସାଂସ୍କୃତିକ ଏକତା ବୃଦ୍ଧି ପାଇବ। ଆଧୁନିକ ଯାନ୍ତ୍ରିକ କୌଶଳରେ ନିର୍ମିତ ଏହି ସୁଡ଼ଙ୍ଗ ପ୍ରକଳ୍ପର ସଫଳତା ନିର୍ମାଣାଧୀନ ଜୁଜିଲା ସୁଡ଼ଙ୍ଗ ପ୍ରକଳ୍ପ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆଜି ପୌଷ ପୂର୍ଣ୍ଣିମା ଅବସରରେ ଅମୃତ ସ୍ନାନ ସହିତ ମହାକୁମ୍ଭ ମେଳା ଆରମ୍ଭ ହୋଇଛି। ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମସ୍ଥଳୀ ତ୍ରିବେଣୀଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି। ମହାକୁମ୍ଭରେ ଯୋଗ ଦେବା ପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚିବାରେ ଲାଗିଛନ୍ତି। ଆସନ୍ତା ମାସ 26 ତାରିଖ ମହାଶିବରାତ୍ରି ପର୍ଯ୍ୟନ୍ତ ଏହା ଚାଲିବ। 144 ବର୍ଷରେ ମାତ୍ର ଥରେ ପଡ଼ୁଥିବା ବିରଳ ସଂଯୋଗ ଚଳିତ ବର୍ଷର ମହାକୁମ୍ଭ ମେଳାର ବିଶେଷତ୍ୱକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଛି। ବୁଡ଼ ପକାଇବା ସହିତ ଶ୍ରଦ୍ଧାଳୁ ସଙ୍ଗମରେ କଳ୍ପବାସର ପ୍ରାଚୀନ ପରମ୍ପରାକୁ ପାଳନ କରୁଛନ୍ତି। ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ କଳ୍ପବାସ ପାଳନକୁ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହ ନିର୍ବାହ କରିବେ। ମହାକୁମ୍ଭଙ୍କୁ ସାଥୀ ଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଗତକାଲି ପ୍ରୟାଗରାଜରେ କଳାଗ୍ରାମକୁ ଉଦ୍ଘାଟନ କରିଛନ୍ତି। ଆସନ୍ତା 45 ଦିନ ମଧ୍ୟରେ କଳାଗ୍ରାମରେ 14,000ରୁ ଅଧିକ କଳାକାର ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ। ଭାରତକୁ ଏକ ପାଣିପାଗ ପ୍ରସ୍ତୁତ ଏବଂ ଜଳବାୟୁ ସ୍ମାର୍ଟ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମିଶନ ମୌସମର ଶୁଭାରମ୍ଭ କରିବେ। ଏହି ମିଶନର ଲକ୍ଷ୍ୟ ହେଉଛି ଅତ୍ୟାଧୁନିକ ପାଣିପାଗ ନିରୀକ୍ଷଣ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଣାଳୀ ବିକଶିତ କରି ଉଚ୍ଚ କ୍ଷମତାର ବାୟୁମଣ୍ଡଳୀୟ ପର୍ଯ୍ୟବେକ୍ଷଣ, ନୂଆ ପିଢ଼ିର ରାଡାର ଓ ଉପଗ୍ରହ ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ କମ୍ପ୍ୟୁଟର କାର୍ଯ୍ୟକାରୀ କରି ଲକ୍ଷ୍ୟ ହାସଲ କରିବା। ଭାରତୀୟ ପାଣିପାଗ ବିଭାଗ IMDର 150ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନୂଆଦିଲ୍ଲୀରେ ଆସନ୍ତାକାଲି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପାଣିପାଗ ସ୍ଥିରତା ଏବଂ ଜଳବାୟୁ ପରିବର୍ତ୍ତନ ଅନୁକୂଳ ପାଇଁ IMD ଭିଜନ 2047 ଡକୁମେଣ୍ଟକୁ ମଧ୍ୟ ଉନ୍ମୋଚନ କରିବେ। ଏହି ଭିଜନ ଡକୁମେଣ୍ଟରେ ପାଣିପାଗର ସଠିକ୍ ପୂର୍ବାନୁମାନ, ପାଣିପାଗ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ପ୍ରଶମନ ପାଇଁ ଯୋଜନା ଅନ୍ତର୍ଭୁକ୍ତ ରହିଛି। କୃଷିଭିତ୍ତିକ ପର୍ବ ଲୋହରୀ ଆଜି ଉତ୍ତର ଭାରତ ବିଶେଷ କରି ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଦିଲ୍ଲୀ, ଜମ୍ମୁ ଏବଂ ଚଣ୍ଡିଗଡ଼ରେ ପାଳନ କରାଯାଉଛି। ପ୍ରଚଳିତ ପ୍ରଥା ଅନୁଯାୟୀ ଲୋକମାନେ ସୌଭାଗ୍ୟ ପ୍ରାପ୍ତି ଉଦ୍ଦେଶ୍ୟରେ ନିଆଁ ଜାଳି ପର୍ବ ପାଳନ କରିଥାନ୍ତି। ଏହି ପର୍ବ ମୁଖ୍ୟତଃ ଫସଲ ଅମଳ ସହିତ ଜଡ଼ିତ। ଲୋହରୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅଭିନନ୍ଦନ ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲୋହରୀ ପର୍ବ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା ଏହି ପର୍ବ ସମସ୍ତଙ୍କ ପାଇଁ ସୁଖ ଏବଂ ସମୃଦ୍ଧି ଆଣିଦେଉ ବୋଲି କାମନା କରିଛନ୍ତି।
ଭାରତର ଉତ୍ତର ସୀମାରେ ପରିସ୍ଥିତି ସମ୍ବେଦନଶୀଳ ରହିଥିଲେ ହେଁ ସ୍ଥିର ରହିଛି ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ତେବେ ଯେକୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସେନାବାହିନୀ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଭାରତୀୟ ସେନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଏହା ଆତଙ୍କବାଦରୁ ପର୍ଯ୍ୟଟନ ଆଡ଼କୁ ମୁହାଁଉଛି। ସେ କହିଛନ୍ତି ଗତବର୍ଷ ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ 60 ଜଣ ପାକିସ୍ତାନ ସମର୍ଥିତ ଥିଲେ। ଆତଙ୍କବାଦୀ ବିରୋଧୀ ଅଭିଯାନର ସଫଳତା କାଶ୍ମୀରର ଲୋକମାନେ ଶାନ୍ତି ସପକ୍ଷରେ ଥିବା ସୂଚାଉଛି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ସହ ଓଡ଼ିଶା ସରକାର ଆଜି ବୁଝାମଣାପତ୍ର ସ୍ୱାକ୍ଷର କରିବେ। ବିଜ୍ଞାନ ଭବନରେ ଅପରାହ୍ନରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟରେ ଗତ 11 ତାରିଖରୁ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ ଆସନ୍ତାକାଲି ଉଦ୍ଯାପିତ ହେବ। ସାବଧାନତା ଏବଂ ବଞ୍ଚିବା ବାର୍ତ୍ତା ନେଇ ଚଳିତ ବର୍ଷ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ 47ଟି ଦେଶର 143 ଜଣ ଏବଂ ଭାରତର 11ଟି ରାଜ୍ୟରୁ 52 ଜଣ ଗୁଡ଼ି ଉଡ଼ାଳି ସାମିଲ ହୋଇଛନ୍ତି। ଏଥିରେ ଗୁଜରାଟର 11ଟି ସହରରୁ 417 ଜଣ ଗୁଡ଼ିପ୍ରେମୀ ମଧ୍ୟ ସେମାନଙ୍କର ଚିତ୍ତାକର୍ଷକ ଗୁଡ଼ି ଉଡ଼ାଣ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଚଳିତ ବର୍ଷ 11ଟି ଦେଶର ରାଷ୍ଟ୍ରଦୂତ ଏହି ମହୋତ୍ସବରେ ଯୋଗ ଦେଇଛନ୍ତି। ଏହି ମହୋତ୍ସବ ଏକକାଳୀନ ଅହମ୍ମଦାବାଦ, ଭଦୋଦରା, ସୁରଟ, ରାଜକୋଟ, ଧୋରଡ, ଶିବରାଜପୁର ବିଚ୍ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି। ଗୁଡ଼ି ଉଡ଼ା ଜନିତ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାଇନିଜ୍ ମାଞ୍ଜା ସୂତା ଉପରେ ନିଷେଧାଦେଶ ଜାରି କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ଯକ୍ଷ୍ମାମୁକ୍ତ ଭାରତ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯକ୍ଷ୍ମା ବିଭାଗର ଉପମହାନିର୍ଦ୍ଦେଶକ ପ୍ରଫେସର ଉର୍ବଶୀ ବି ସିଂ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ଯକ୍ଷ୍ମା ସମ୍ବନ୍ଧୀୟ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2342-1050 ଏବଂ 011-233-14444 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAir ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆଜି ରାତି 9:30ରେ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବୁଧବାର ମୁମ୍ବାଇର ନୌସେନା ଡକ୍ୟାର୍ଡଠାରେ 3 ଅଗ୍ରଣୀ ନୌସେନା ଯୁଦ୍ଧବିମାନ ଆଇଏନ୍ଏସ୍ ସୁରଟ, ଆଇଏନ୍ଏସ୍ ନୀଳଗିରି ଏବଂ ଆଇଏନ୍ଏସ୍ ବାଘେଶ୍ୱରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପ୍ରତିରକ୍ଷା ଉତ୍ପାଦନ ଏବଂ ସାମୁଦ୍ରିକ ସୁରକ୍ଷାରେ ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ ପାଇଁ ଭାରତର ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି 3 ନୌସେନା ବିମାନ କାର୍ଯ୍ୟକ୍ଷମ ହେବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଗସ୍ତ ସମୟରେ ଶ୍ରୀ ମୋଦି ନବୀ ମୁମ୍ବାଇର ଖାରଘରଠାରେ ଥିବା ଇସ୍କନ ମନ୍ଦିରକୁ ଉଦ୍ଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ପ୍ରତିଯୋଗିତା ଗତକାଲିଠାରୁ ଝାଡ଼ଖଣ୍ଡର ରାଞ୍ଚିଠାରେ ଆରମ୍ଭ ହୋଇଛି। ଜୟପାଲ ସିଂ ଷ୍ଟାଡିୟମଠାରେ ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଓଡ଼ିଶା ୱାରିୟର୍ସ 4-0 ଗୋଲରେ ଦିଲ୍ଲୀ ଏସ୍ଜି ପାଇପର୍ସକୁ ହରାଇ 3 ପଏଣ୍ଟ ହାସଲ କରିଛି। ଓଡ଼ିଶା ଦଳର ୱିବି ଜାନସେନ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜି ରାଞ୍ଚିଠାରେ ସନ୍ଧ୍ୟା 6ଟାରେ ସାଚି ରାହା ବେଙ୍ଗଲ ଟାଇଗର୍ସ ଏବଂ ଜେଏସ୍ଡବ୍ଲ୍ୟୁ ଶର୍ମା ହକି କ୍ଲବ ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୁରୁଷ ବର୍ଗ ପ୍ରତିଯୋଗିତାରେ ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଆଜି ରାତି 8:15ରେ ତାମିଲନାଡୁ ଡ୍ରାଗନ୍ସ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମୁକାବିଲା ହେବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ଜାମସେଦପୁର ଏଫ୍ସି ମୁମ୍ବାଇ ସିଟି ଏଫ୍ସିକୁ ପରାସ୍ତ କରିଛି। ମୁମ୍ବାଇ ଫୁଟବଲ ଆରେନାଠାରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍ରେ ଜାମସେଦପୁର ମୁମ୍ବାଇ ସିଟି ବିପକ୍ଷରେ 3-1 ଗୋଲରେ ବିଜୟୀ ହୋଇଛି। ଆଜି କେରାଳା ବ୍ଲାଷ୍ଟର୍ସ ଏଫ୍ସି ଏବଂ ଓଡ଼ିଶା ଏଫ୍ସି ମଧ୍ୟରେ କୋଚିର ଜବାହରଲାଲ ନେହେରୁ ଷ୍ଟାଡିୟମରେ ରାତି 7:30ରେ ମୁକାବିଲା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସୋନମାର୍ଗ ସୁଡ଼ଙ୍ଗ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ। ପ୍ରୟାଗରାଜଠାରେ ଆରମ୍ଭ ହେଲା ମହାକୁମ୍ଭମେଳା। ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ମିଶନ ମୌସମର ଆସନ୍ତାକାଲି ହେବ ଶୁଭାରମ୍ଭ।
आयुष्मान भारत प्रधानमंत्री जन आरोग्य योजनार कार्यकारिता नहीं आज केन्द्र सह बुझामणा स्वाक्षर करेंगे ओडिशा सरकार एवं हॉकी इंडिया लीग महिला वर्ग में आज साचिराहा बेंगल टाइगर्स जेएसडब्ल्यू शर्मा हॉकी क्लब को भेटिबो। संवाद शेष है।